ଜୁଲାଇ ମାସ ପାଇଁ କୁମ୍ଭ ରାଶିର ମାସିକ ରାଶିଫଳ। ଦ୍ୱାଦଶ ରାଶିଚକ୍ରର ଏକାଦଶ ବା ଆୟସ୍ଥାନ କୁମ୍ଭ ରାଶି। 2025 ମସିହା ଜୁଲାଇ ମାସରେ କୁମ୍ଭ ରାଶିର ଅଧିପତି ଶନି କୁମ୍ଭ ରାଶିର ଦ୍ୱିତୀୟ ଧନସ୍ଥାନ ମୀନ ରାଶିରେ ଅବସ୍ଥାନ କରିଥିବାରୁ ଏବଂ କୁମ୍ଭ ରାଶିର ଆୟସ୍ଥାନ ଧନୁ ରାଶିର ଅଧିପତି ବୃହସ୍ପତି କୁମ୍ଭ ରାଶିର ପଞ୍ଚମ ସ୍ଥାନ ମିଥୁନ ରାଶିରେ ଅବସ୍ଥାନ କରି ନିଜ ଘର ଧନୁ ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ 2025 ମସିହା ଜୁଲାଇ ମାସରେ କୁମ୍ଭ ରାଶିର ଆର୍ଥିକ ସ୍ଥିତି ବେଶ ସୁଦୃଢ଼ ରହିବ। ବିଭିନ୍ନ ସୂତ୍ରରୁ ଧନର ଆଗମନ ହେବ। ଧନକାରକ ଗ୍ରହ ବୃହସ୍ପତି ମାସର ପ୍ରଥମାର୍ଦ୍ଧରେ ରବିଯୁକ୍ତ ହୋଇ ରହିଥିବାରୁ ବାଣିଜ୍ୟ ବ୍ୟବସାୟରୁ ଭଲ ଲାଭ ମିଳିବାର ସୂଚନା ମିଳେ। ସରକାରଙ୍କ ସହିତ ଅନୁବନ୍ଧିତ ରହି କାର୍ଯ୍ୟ କରୁଥିବା ଠିକାଦାର ବା ଅର୍ଡ଼ର ସପ୍ଲାୟର ଏହି ସମୟରେ ମୋଟା ରକମର ଅର୍ଥ ଉପାର୍ଜନ କରିବା ପାଇଁ ସକ୍ଷମ ହେବେ। ଜୁଲାଇ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ସରକାରୀ ଚାକିରି କରୁଥିବା କୁମ୍ଭ ରାଶି ବ୍ୟକ୍ତିବିଶେଷ ବହୁଳ ଭାବେ ଉପକୃତ ହେବେ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରଶଂସାଭାଜନ ହେବା ସହିତ ପ୍ରମୋସନର ଯୋଗ ରହିଅଛି। ମନ ମୁତାବକ ସିଟ୍ ବା ମନ ମୁତାବକ ଜାଗାକୁ ବଦଳି ହୋଇପାରେ। ଜୁଲାଇ ମାସରେ ଲଭ୍ ଲାଇଫରେ ଥିବା କୁମ୍ଭ ରାଶି ଜାତକ ପାଇଁ ମାସଟି ଗତାନୁଗତିକ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଏହାର ଅର୍ଥ ହେଲା ସମ୍ପର୍କଟି ପୂର୍ବରୁ ଯେମିତି ଥିଲା ସେହିଭଳି ଗଡ଼ି ଆସିବ। କିନ୍ତୁ ଏହି ସମୟରେ ନିଜର ବାଣୀ ବା କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ହେବ। ପାରିବାରିକ ଦୃଷ୍ଟିକୋଣରୁ ଜୁଲାଇ ମାସ କୁମ୍ଭ ରାଶି ପାଇଁ ଠିକ୍ଠାକ୍ ରହିବ। କୁମ୍ଭ ରାଶିର ଅଧିପତି ଶନି ଜୁଲାଇ ମାସ 13 ତାରିଖ ପରଠାରୁ ମୀନ ରାଶିରେ ବକ୍ରି ହେଉଥିବାରୁ କୁମ୍ଭ ରାଶି ଜାତକ ଉପରେ କାର୍ଯ୍ୟଭାର ଅଧିକା ପଡ଼ିପାରେ। ପରିବାର ପାଇଁ ଅଧିକା ପରିଶ୍ରମ କରିବା ଦରକାର ହେବ। ନୈସର୍ଗିକ ଶୁଭଗ୍ରହ ବୃହସ୍ପତିଙ୍କର ଦୃଷ୍ଟି କୁମ୍ଭ ରାଶି ଉପରେ ରହିଥିବାରୁ ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ସପରିବାର ଦେବଦର୍ଶନ ଅଥବା ତୀର୍ଥ ଭ୍ରମଣରେ ଯିବାର ସୁଯୋଗ ଆସିବ। କିନ୍ତୁ କୁମ୍ଭ ରାଶିର ସପ୍ତମ ଭାବ ସିଂହ ରାଶିରେ ଅବସ୍ଥାନ କରିଥିବା ମଙ୍ଗଳ ଦାମ୍ପତ୍ୟ ଜୀବନରେ ଅମଙ୍ଗଳର କାରଣ ହୋଇପାରନ୍ତି। ମଙ୍ଗଳଙ୍କର ଦୃଷ୍ଟି କୁମ୍ଭ ରାଶି ଓ କୁମ୍ଭ ରାଶିର ଅଧିପତି ଶନିଙ୍କ ଉପରେ ରହିଥିବାରୁ ଏହି ସମୟରେ ବିନା କାରଣରେ ଦାମ୍ପତ୍ୟ କଳହର ସୂତ୍ରପାତ ହୋଇପାରେ। ଦମ୍ପତିଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ହାତାହାତି ପର୍ଯ୍ୟନ୍ତ କଥା ଗଲେ ଏଥିରେ ବିସ୍ମିତ ହେବାର କିଛି ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଜୁଲାଇ ମାସ କୁମ୍ଭ ରାଶି ପାଇଁ ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ନାହିଁ। ତେବେ ବି ବ୍ଲଡ଼ ପ୍ରେସର ଓ ଡାଇବେଟିକ୍ ରୋଗରେ ଆକ୍ରାନ୍ତ ଥିଲେ ନିୟମିତ ବ୍ୟବଧାନରେ ଚେକଅପ୍ କରିନେବା ଉଚିତ ହେବ। ଏ ତ ଗଲା ମୋଟାମୋଟି ଭାବରେ ଜୁଲାଇ ମାସ ପାଇଁ କୁମ୍ଭ ରାଶିର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ କୁମ୍ଭ ରାଶିଜାତ ବ୍ୟକ୍ତି କୁମ୍ଭ ରାଶିର ଅଧିପତି ଶନି ମହାଗ୍ରହଙ୍କର ପ୍ରତିକାର କରାଇ ନିଅନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ କୁମ୍ଭ ରାଶି ବ୍ୟକ୍ତି ବିଶେଷ ସୁଫଳ ପାଇପାରିବେ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କଲେ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍
ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର ତପନ।